ପୂର୍ବତନ ସରପଞ୍ଚ ଓ ଅଙ୍ଗନବାଡି କର୍ମୀଙ୍କ ନାମରେ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ସରପଞ୍ଚ ଓ ପଞ୍ଚାୟତବାସୀ। ପୂର୍ବତନ ସରପଞ୍ଚ କ୍ଷମତାର ଅପବ୍ୟବହାରରେ ଦୁର୍ନୀତି ଓ ଅଙ୍ଗନବାଡି କର୍ମୀଙ୍କ ଅନିୟମିତତା କାର୍ଯ୍ୟ ହେତୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାନିକା ପଞ୍ଚାୟତରେ। ମାନିକା ପଞ୍ଚାୟତର ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନି କାର୍ଯ୍ୟରେ ଥିବା ବେଳେ ପଞ୍ଚାୟତରେ ଅନେକ ଦୁର୍ନୀତି କରିଛନ୍ତି। ଅଯୋଗ୍ୟ ବ୍ୟକ୍ତିଙ୍କ ନାମରେ ରାସନ କାର୍ଡ କରିବା ଓ ହରିଚନ୍ଦ୍ର ଯୋଜନାକୁ ହଡପ କରିବା ଓ ଗୋଚର ଜମିକୁ ଚାଷ କରିବା ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବର୍ତ୍ତମାନର ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଓ ପଞ୍ଚାୟତବାସୀ। ଠିକ୍ ଏହିପରି ମାନିକା ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି। ପ୍ରସୂତିମାନଙ୍କୁ ଅଣ୍ଡା ଛତୁଆ ଦେଉନଥିବା, ପୁଣି ନିୟମିତ ଭାବେ ଅଙ୍ଗନବାଡି କେନ୍ଦ୍ର ଖୋଲା ନ ଯିବା ଓ ମନରେଗା କାର୍ଯ୍ୟରେ ଶ୍ରମିକ ହୋଇ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ। ଆମେ ଜିଲ୍ଲାପାଳ ପାଖରେ ଆଇଲୁ, ତାପରେ ଆମର ଯୋଉ ଘର ଜମି ଚରବା ଜମି ଚାଷ ସେ ଗଛ ପତ୍ର ଲଗେଇଥିଲୁ ସେଟା ମାରିକିରି ସେ ତାଙ୍କେ ଚାଷ କରୁଛନ୍ତି। ମଜୁଲା ମାଝି, ତାପରେ ଆମର ଯୋଉ ଅଙ୍ଗନବାଡି କେନ୍ଦୁଗୁଡାର ଅଣ୍ଡା ଫଣ୍ଡା ଖାଇକିରି ସବୁ ଖାଇ ଦଉଛି, ପିଲାମାନଙ୍କୁ ଦଉନାହିଁ। ମଜୁଳା ଜାନି ପୁରୁଣା ସରପଞ୍ଚ, ସେ ହରିଚନ୍ଦ୍ର ଯୋଜନା ପଇସା ସବୁ ଖାଇଦେଲା, ଲୋକକୁ ଦେଲା ନାହିଁ, କିଛି ନାହିଁ। ତାପରେ ସେମାନେ ଦାବି ପତ୍ର ଆମର ଧରିଲେ, ତାପରେ ଇନକ୍ୱାରି କରିବୁ ନେକ୍ସଟ ଟାଇମ୍ ଆଇଲି ବୋଲି କହିଲେ। ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ଦାବି ପତ୍ର ଗ୍ରହଣ କରି ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚରକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି। ଆଜି ପାପଡ଼ାହାଣ୍ଡି ବ୍ଲକ ଅଞ୍ଚଳର ମାନିକା ପଞ୍ଚାୟତର ସରପଞ୍ଚ ଏବଂ ସେ ଅଞ୍ଚଳର ଜିଲ୍ଲା ପରିଷଦ ମେମ୍ବର, ତାଙ୍କ ସହିତ ପ୍ରାୟ 100-150 ମହିଳା ଏବଂ ଅନ୍ୟାନ୍ୟ ପୁରୁଷମାନେ ଆସିଛନ୍ତି ଜିଲ୍ଲାପାଳଙ୍କ ଅଫିସକୁ ଏବଂ 2ଟି ଅଭିଯୋଗ ପତ୍ର ସେମାନେ ଦେଇଛନ୍ତି। ଗୋଟିଏ ଅଭିଯୋଗ ପତ୍ର ହେଲା ମାନିକା ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମର ଅଙ୍ଗନବାଡ଼ି ୱାର୍କର, ସେ ତାଙ୍କର ପିଲାମାନଙ୍କର ଯେଉଁ ଛତୁଆ ଅଣ୍ଡା ଇତ୍ୟାଦି ଦିଆହେଉଛି ସେ କାର୍ଯ୍ୟକ୍ରମରେ ତାଙ୍କର ଅନିୟମିତତା ରହିଛି, ଏଇଟା ପ୍ରଥମ ଅଭିଯୋଗ। ଏବଂ ଦ୍ୱିତୀୟଟି ହେଲା ମାନିକା ପଞ୍ଚାୟତର ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନି, ତାଙ୍କର ସମୟରେ ଏ ହରିଚନ୍ଦ୍ର ଯୋଜନାରେ ଯେଉଁ ପଇସା ଦିଆଯାଏ, ଲୋକଙ୍କୁ ସହାୟତା ଦିଆଯାଏ, ସେଥିରେ ଅନିୟମିତତା ସେ କରିଥିବା ବିଷୟ ମଧ୍ୟ ଆଉ ଗୋଟେ ଦରଖାସ୍ତ ଦେଇଛନ୍ତି। ଏବଂ ସେ ଦରଖାସ୍ତର ଦ୍ୱିତୀୟ ଅଭିଯୋଗ ହେଲା କି ସରପଞ୍ଚଙ୍କ ଏବଂ ତାଙ୍କର ରିଲେଟିଭ୍ସ ଆତ୍ମୀୟ ସ୍ୱଜନ ସରକାର ଜମି, ଗୋଚର ଜମି କିଛି ଜବରଦଖଲ କରି ରଖିଛନ୍ତି। ଏଇଟା 2ଟା ଅଭିଯୋଗ ପତ୍ର ଆସିଛି। ଆଉ ଜିଲ୍ଲାପାଳଙ୍କ ତରଫରୁ ମୁଁ ଗ୍ରହଣ କରିଛି ଏଡିଏମ୍ ନବରଙ୍ଗପୁର। ତାଙ୍କୁ ସାର୍ ଦେଖିବା ପରେ, ସାର୍ଙ୍କୁ ଅବଗତ କଲା ପରେ ବିଭାଗୀୟ ଅଧିକାରୀଙ୍କୁ ଏରା ନିର୍ଦ୍ଦେଶ ଦିଆଯିବ, ସେମାନେ ଗୋଟେ ସ୍ଥାନୀୟ ତଦନ୍ତ କରିବେ ଏବଂ ଗୋଟେ ଫ୍ୟାକ୍ଚୁଆଲ ରିପୋର୍ଟ ଦେବେ ଜିଲ୍ଲାପାଳଙ୍କୁ। ରିପୋର୍ଟ ଆସିଲା ପରେ ଜିଲ୍ଲାପାଳ ଯାହା ବିଚାର କରିବେ ତାଙ୍କୁ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ନବରଙ୍ଗପୁରରୁ ଅନିଲ ପ୍ରଭାତଙ୍କ ରିପୋର୍ଟ, ଟୁମାଣି ଟିଭି।